ପୂର୍ବତନ ସରପଞ୍ଚଙ୍କ ଶ୍ରାଦ୍ଧ ବାର୍ଷିକୀରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ। ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ଅମୃତୁଲୁ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କାଶୀନାଥ ସ୍ୱାଇଁଙ୍କର ଶ୍ରାଦ୍ଧ ବାର୍ଷିକରେ ଅମୃତୁଲୁ ଗ୍ରାମବାସୀଙ୍କ ସହଯୋଗରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ କାଶୀନାଥ ସ୍ୱାଇଁଙ୍କର ପୁଅ ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ବନାଞ୍ଚଳର ଅଧିକାରୀ ଅଞ୍ଜନ କୁମାର ନାୟକ, ସମ୍ମାନିତ ଅତିଥି ଭାବରେ ରେଞ୍ଜର ଜଗବନ୍ଧୁ ପାତ୍ର ଓ ମୁଖ୍ୟ ବକ୍ତା ଭାବରେ ସୋରଡ଼ାର ସମ୍ବାଦ ପ୍ରତିନିଧି ସମରେନ୍ଦ୍ର କୁମାର ସାହୁ ତଥା ଅନ୍ୟ ଅତିଥି ଭାବରେ ସାମ୍ବାଦିକ କୃଷ୍ଣ ପାଣିଗ୍ରାହୀ, ଲିଟୁ କୁମାର ବିଶୋଇ, ଫରେଷ୍ଟ ଗାର୍ଡ ଧନେଶ୍ୱର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଗ୍ରାମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ବୃନ୍ଦାବନ ସ୍ୱାଇଁ, ପ୍ରଭାକର ବିଶୋଇ, ପ୍ରଶାନ୍ତ ସ୍ୱାଇଁ, ଇନ୍ଦ୍ରା ବିଶୋଇ, ଯୁଗଳ ଦଳବେହେରା, ସିଲୁ ଦଳବେହେରା, ସୂର୍ଯ୍ୟ ସ୍ୱାଇଁ, ଜିତୁ ସ୍ୱାଇଁ, ପବିତ୍ର ସ୍ୱାଇଁ ଓ ପ୍ରଶ୍ନ ବିଶୋଇଙ୍କ ସହଯୋଗରେ 500ରୁ ଊର୍ଦ୍ଧ୍ୱ କିସମର ଚାରା ବଣ୍ଟନ କରାଯାଇ ବୃକ୍ଷରୋପଣ କରାଯାଇଥିଲା। ଏହା ସହିତ ଅତିଥିମାନେ ବୃକ୍ଷରୋପଣ ସହ ସଂରକ୍ଷଣ ପାଇଁ ଲୋକଙ୍କୁ ସଚେତନ କରାଇଥିଲେ। ଆଜି ମୋ ବାପାଙ୍କର ଶ୍ରାଦ୍ଧ ଦିବସ। ମୁଁ ଚାହିଁଲି ଯେ ମୋ ବାପା ଜଣେ ସରପଞ୍ଚ ଥିଲେ ଆଉ ସେ ବହୁତ ପରୋପକାରୀ ଥିଲେ। ସମାଜର ମାନେ ତାଙ୍କ ଜୀବନ ପୁରା ସାରା ଜୀବନ ତାଙ୍କର ସମାଜ ପାଇଁ ଉତ୍ସର୍ଗୀକୃତ କରିଛନ୍ତି। ତ ସେଥିପାଇଁ ମୁଁ ଦେଖିଲି ଯେ ତାଙ୍କର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଦିବସରେ ମୁଁ ଲୋକମାନଙ୍କୁ କେମିତି ଗଛ ଲଗାଇ ପରିବେଶର ଯେହେତୁ ପ୍ରଭାବ ପଡ଼ୁଛି ସେଥିପାଇଁ ଗଛ ଲଗାଇ ଲୋକମାନଙ୍କୁ କେମିତି ସଚେତନ କରାହେବ। ଆମର ରେଞ୍ଜର ଆସିଥିଲେ, ଆମର ଗାଁର ଲୋକମାନେ ଆସିଥିଲେ, ଛୋଟ ଛୋଟ ଛୁଆମାନେ ବି ଆସିଥିଲେ। ସେମାନଙ୍କୁ ସଚେତନ କରାହେଲା ଯେ ତୁମେ ଗଛ କେମିତି ଗଛ ଲଗାଅ ଆଉ ପରିବେଶକୁ ବଞ୍ଚାଅ। ପିଲାବେଳୁ ହିଁ ଗଛ ଲଗାଇବା, ଗଛ ପ୍ରତି ବହୁତ ଆଦର୍ଶ ମୋର ବାପାଙ୍କର ହିଁ ମୋର ଆଦର୍ଶ। ବାପାଙ୍କ ଦ୍ୱାରା ହିଁ ମୁଁ ଅନୁପ୍ରାଣିତ ହେଇଛି। ଗାଁରେ ଗଛ ଲଗେଇଛି, ମାନେ ବ୍ରହ୍ମପୁର, ସାରା ବ୍ରହ୍ମପୁରରେ ମୁଁ ରହୁଛି। ବ୍ରହ୍ମପୁରରେ ବି ଛାତ୍ର ଜୀବନ ଭିତରେ ଗଛ ଲଗେଇଛି। ବର୍ତ୍ତମାନ ମୁଁ ନେପାଳରେ ଟୁର୍ ଥିଲା, ନେପାଳରେ ବି ଗଛ ଲଗେଇଛି। ୱେଷ୍ଟବେଙ୍ଗଲରେ ବି ମୁଁ ଯେଉଁଠି ରହିଲି ଲୋକମାନଙ୍କୁ ଗଛ ଲଗାଇବା ପାଇଁ, ପଲିଥିନ୍ ବର୍ଜନ କରିବା, ଏସବୁ ବିଷୟ ନେଇକି ପରିବେଶକୁ କେମିତି ସେମାନେ ସୁସ୍ଥତା ରଖିପାରିବେ ସେଇଆ ହିଁ ସଚେତନ ମୁଁ କରୁଛି। ଆଜିର କାର୍ଯ୍ୟକ୍ରମରେ ଗାଁ ଲୋକମାନେ ବହୁତ ଖୁସି ଅଛନ୍ତି। ସମସ୍ତେ ସେମାନେ ବାଉଁଶ ଗଛ ଯେହେତୁ ମୁଁ ଅଧିକ ଲଗାଇବା ପାଇଁ ଟ୍ରାଏ କଲି, ଏଥିପାଇଁ ଯେ ସେମାନେ ପୁଣି ଚାଷକୁ ଫେରି କରିପାରିବେ, ଚାଷ କରିପାରିବେ। ପୁଣି ବାଉଁଶ ଯେଉଁ ବାଡ଼ କରିବା ପାଇଁ ସେଇଟା ଗୋଟେ ସୁଯୋଗ ହେବ। ବାଉଁଶ ଜଲ୍ଦି ବଢ଼ୁଛି। ଆଉ ରାସ୍ତା କଡ଼ରେ ବି ଆମେ ବହୁତ ଗଛ ଲଗେଇଛୁ। ଆଜି 400ରୁ 500 ଗଛ ବିଷୟରେ ମାନେ ଚାରା ରୋପଣ କରାଗଲା, ଆହୁରି ଗଛ ବଣ୍ଟନ ବି କରାଗଲା। ସୋରଡ଼ାରୁ ଲିଟୁ କୁମାର ବିଶୋଇଙ୍କ ରିପୋର୍ଟ, ଫୋକସ୍ ପ୍ଲସ୍।